गुड मॉर्निंग सांग मैंने चलतु आज तौक जावा मु तो रेडी सारी आज भी शनिवार मुझे जी ठाकुर पूजा करी आज मत शनि मंदिर जबार अच्छे तो चलतु जा तौक आज कौन सब हो देखा चलतु देखु ये ठाकुर पूजा कर सारी सब ठाकुर पूजा भी सरी जाइए चलते देखो देखो सांग मैंने आमर ये परिया पूरा कटा ही रेडी रोषे हम बोली आज आमर यहाँ हम यहाँ कौन हम सान बो रायता रायता आईटा कलरा आलू भजा हम आउ डाली हम रोषे है बेले मुझे देखी आपण मन को देख सांग मैंने आउ पिजुली एबे तो पिजुली गछ भर्ती है पिजुली मुझे आपन के देखेबी आसतु पिजुली खाइबा मु तो बहुत एक्साइटेड हो गले खाइब बोली चलतु खाइबा पिजुली सहित बिट लुण एटा कोन एटा दे कोन बिट लुण टिके कोन लागु देखलु वाओ टेस्ट लो राग ताको दबुनु नले एटा देखे दे कोन लागिला गुगु केमती लागिला पिजुली केमती लागिला टेस्टी एमती कह दियो को वाओ टेस्टी ता मुंह धुआ होची खाली गोटे देखा लगी देला टिके खाइबो ना खाइ देबो देखंतु एते स्वार्थपर लोक ताको डाके के आनले मु पिजुली खाइ बोली सांग होई तो सत नहीं हो या मु खाली ओटा देखे पे ओटा दे देथिनी निजे निजे खाई दौर देखो सांग मैंने ये पूरा ओट्स बनाऊँगी यहाँ मो क्षीर बनाऊँगी ओट्सटा आप सब देखी मो मसला ओट्स बनाए आज मो क्षीर बनाऊँगी से गुड़ पकई जस्ट टिके लुण आ ओट्स पकईकी करुँची आटा ओट्सटा को एमती कले आपड़ी छिड़ा है गोलेबे ना लगिज आदि किसी कम थी ना पूरा स्लो करदेवे गैस फ्लेमटा को ताले किसी हेनी देखु किसी समय पर से कमी बहलिया हो ओल्ले ठंडा करदे मसला रेडी कर दीजिए रायता बाटी चलतु मसला बाटिया ए ना ना कला लगोला मिसी दे से गोटे जगह को जाऊँ ना कह कौन जगह को मैंने ऑफिस जीव तो कुआर जीव धन धन कुआर जीव गोपाल घर को हाउ आ जोता किए मड़े देले जोता किए मड़े देले जाऊचू डाक डाक कंची वाला कंची नब डाक कंची वाला डाकुनु बुढ़ी माँ कंची रख जाए दांड ठिया देखो गुगु ता सांग घर को एका एका पलाउची देखु पिजुलीटा केते सुंदर भाव कटा सजाई मझे बिट लुण दिखाई आपड़ पिजुली सहित बिट लुण आ लंका गुंड मड़े खाइबे बहुत बड़ा टेस्टी लगे आम तो लंका गुंड पकईनु देखो आम बिट लुण पिजुली खाइबू चलतु चलतु खाइबा पिजुली बुला हमें तो बुले बुले ना धीरे धीरे मोड़ चौरा हाथ बजा धीरे धीरे खाऊ ना
ପଡୁଛି ନା ପଡୁନି? ସୁନ୍ଦର ଦେଖାଯାଉଛି ପିଜୁଳିଟା ଆଉ ଟେଷ୍ଟ ବି ବଢ଼ିଆ ଅଛି। ମତେ ବଢ଼ିଆ ଲାଗୁଛି। ମୁଁ ଖାଲି ଗୋଟେ ଦୁଇଟା ଖାଉଛି କରୁଛି ଆଉ ସବୁ ପ୍ରିୟଙ୍କା ଖାଇଦେଉଛି ମୋତେ ନେଇକି। ଦେଖନ୍ତୁ ସାଙ୍ଗମାନେ ମୁଁ ଏଠି ବେଡ଼୍କୁ ସଜେଇ ଦେଇଛି ଆଉ ଡ୍ରେସ୍ ପଟା ଲୁଗାପଟା ବି ମୁଁ ଏଠି ସବୁ ସଜାଡ଼ିକି ରଖିଦେଇଛି। ଘର ବି ଦେଖନ୍ତୁ ସବୁ କ୍ଲିନ୍ କରିଦେଇଛି, ସବୁ ଓଳାଓଳି କରିଦେଇଛି। ଦେଖନ୍ତୁ ରୋଷେଇ ଘର ବି ଦେଖନ୍ତୁ କ୍ଲିନ୍ ହେଇଯାଇଛି, ଖାଲି ଏତିକି ବାସନ ପଡ଼ିଛି ତାକୁ ଯାଉଛି ମାଜିବି ଏବେ। ହଉ ମୁଁ ଟିକେ କାମ ସାରି ଆପଣଙ୍କ ସହିତ କଥା ହେଉଛି। ଦେଖନ୍ତୁ ସାଙ୍ଗମାନେ ଆମ ରୋଷେଇ ଏବେ ସରିଯାଇଛି। ଦେଖନ୍ତୁ ଏଇଟା ଡାଲି, ରାଇତା, ଏଇଟା ହେଉଛି କଲରା ଭଜା। ଆସନ୍ତୁ ଖାଇବେ। ରାଇତା ସାନ ବୋଉ ବହୁତ ବଢ଼ିଆ ବନାନ୍ତି। ଆପଣ ସମସ୍ତଙ୍କୁ ଇନଭାଇଟ୍ କରୁଛି। ହାତ ଦେଇ ବସିଲାଣି। ବସୁନା ତମେ ସାନ ବୋଉ। ଏଠି ଦେଖନ୍ତୁ ଆମେ ସାନ ବୋଉ, ମୁଁ, ପ୍ରିୟଙ୍କା ଆଉ ଆମ ବୋଉ ସମସ୍ତେ ଆମେ ଏକାଠି ଖାଉଛୁ। ଆଉ ଏକାଠି ଖାଇଲେ ବହୁତ ଭଲ ଲାଗେ, ଆପଣମାନେ ବି ଜାଣିଥିବେ। ଆମେ ସବୁବେଳେ ଏମିତି ବହୁତ ସମୟ ଆମେ ଏମିତି ଏକାଠି ଖାଉ। ପ୍ରିୟଙ୍କା ବି ଆମ ସହିତ ସାଙ୍ଗମାନେ ଏଇଠି ଦେଖନ୍ତୁ ମୁଁ ଅନଲାଇନ୍ରୁ ଗୋଟେ ବେଡ଼ସିଟ୍ ଅର୍ଡ଼ର କରିଥିଲି, ଇଲାଷ୍ଟିକ୍ ବେଡ଼ସିଟ୍। ଆଜି ଆସିଲା। ଦେଖନ୍ତୁ ମୁଁ ବେଡ଼୍ରେ ପକେଇଛି ଆଉ ବହୁତ ଭଲ ଲାଗୁଛି ତ ମୋତେ। ଆପଣମାନଙ୍କୁ କେମିତି କ'ଣ ଲାଗୁଛି ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ଦେଖନ୍ତୁ ମୋତେ ଏଇଟା ବହୁତ ଭଲ ଲାଗିଥିଲା, କାହିଁକିନା ସବୁତକ ବେଡ଼ସିଟ୍ ଆମର ପ୍ରାୟ ଅଛି ଏଇ ଯେଉଁ ମାଟିଆ କଲର୍ ଆଉ ହ୍ୱାଇଟ୍ ଏମିତି ସବୁ ଅଛି। ମୁଁ କହିଲି ନା କିଛି ଗୋଟେ କଲର୍ ଅଲଗା କଲର୍ କିଛି ଗୋଟେ ମଗାଇବା, ସବୁବେଳେ ସେଇ କଲର୍ ଗୁଡ଼ା ଆଉ ଭଲ ଲାଗୁନି ଦେଖି। ଦେଖନ୍ତୁ ଏବେ ବେଡ଼୍ଟା ଆପଣଙ୍କୁ କେମିତି ଲାଗୁଛି ଦେଖନ୍ତୁ, ବହୁତ ସୁନ୍ଦର ଦେଖାଯାଉଛି ତ ମୋତେ। ଆପଣମାନେ ବି କହିବେ ଆପଣଙ୍କୁ କେମିତି ଲାଗିଲା। ଦେଖନ୍ତୁ ଏବେ ପୁରା ଖରା ବେଳଟା, ମୁଁ ଆସିଥିଲି ଟିକେ ଛାତ ଉପରକୁ। ଏସି କମ୍ପ୍ରେସରରେ ଟିକେ ପାଣି ଢାଳିବି ସେଥିପାଇଁ ଆସିଥିଲି। ଦେଖନ୍ତୁ କେମିତି ଖରା ହେଇଛି, ପୁରା ମୋ ଆଖି କଣ ହେଇଯାଉଛି। ଦେଖନ୍ତୁ ଫ୍ରେଣ୍ଡସ୍, ମୁଁ ଏବେ ରେଡ଼ି ତମକୁ ପଳେଇ ଆସିଛି। ଚାଲନ୍ତୁ ଟିକେ ଚାହା ବସାଇଦେବା, ତାପରେ ସନ୍ଧ୍ୟା ଦେଇକି ବାକି କ'ଣ ରାତିରେ କ'ଣ ହେଉଛି ଦେଖିବା। ଆଜି କ'ଣ ହେଉଛି, ଚାଲନ୍ତୁ ସନ୍ଧ୍ୟା ଦେବା। କଲରା ଆମର ତୋଳା ହେଇଛି ଆଜି। ଦେଖନ୍ତୁ କେମିତି ଲାଗୁଛି କଲରା ସବୁ। ଏବେ ମୁଁ ସନ୍ଧ୍ୟା ଦେଇ ସାରିଲିଣି, ଆଉ ଆପଣମାନେ ବି ସନ୍ଧ୍ୟାବେଳେ ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତୁ, ଭଲ ଅଭ୍ୟାସ ରଖନ୍ତୁ। ଦେଖନ୍ତୁ ସାଙ୍ଗମାନେ କେତେ ଗରମ ହେଉଛି ଆଜି। ରୋଷେଇ ଘର ଭିତରେ ପୁରା ଝାଳରେ ପୁରା ଇଏ ହେଇଗଲାଣି। ଆଉ ଦେଖନ୍ତୁ ମୁଁ ଏଠି ବୁଟ ଆଳୁ ବସେଇବି, ଦେଖିପାରୁଛନ୍ତି ତ ବୁଟ ଆଳୁ ହେବ।
ଏଠି ମୁଁ ରେଡ଼ି କରିଦେଇଛି, ହେଲେ ବସେଇବି ଏବେ ସିଝେଇବା ପାଇଁ। ତାପରେ ଅଟା ଚକୁଟିକି ରଖିଛି, ଆଉ ଏଠି ପିଆଜ କଟା ହେଇଛି, ଖାଲି ଏଇଟା ସିଝିଗଲେ ରୋଷେଇଟା ଆରମ୍ଭ ହୋଇଯିବ। ଆଉ ଚାଲନ୍ତୁ ପୁଣି ରୋଷେଇ ସରିଲା ପରେ ମୁଁ ଆପଣମାନଙ୍କୁ ଦେଖେଇବି କ'ଣ ଖାଇଲେ ଆଜି। ସାଙ୍ଗମାନେ କେତେ ଜୋର ଗରମ ହେଉଛି, ଟୋଟାଲି ରୋଷେଇ ଘରେ ରହିବା ପାଇଁ ହିଁ ଇଚ୍ଛା ହେଉନି। ଆଉ କ'ଣ କରିବା, ଆଉ ରୋଷେଇ ତ କରିବାକୁ ପଡ଼ିବ ନା ଯାହା ବି ହେଲେ। ଆଉ ସରିଗଲାଣି ରୋଷେଇ, ମାନେ ରୁଟି ହେଇଗଲାଣି, ଆଉ ତରକାରୀ ଖାଲି ପଡ଼ିଥିଲେ ଏଇଠୁ ରୋଷେଇ ଘରେ ପଳେଇବି। ଆଉ ଏଠି ଚାଲନ୍ତୁ ଦେଖିବା ପିଆଜ। ସାଙ୍ଗମାନେ ଯଦି ମୋ ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଛି ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍ରେ ପ୍ରେସ୍ କରନ୍ତୁ, ମୋ ଭିଡ଼ିଓରେ ବହୁତ ମାତ୍ରାରେ କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଆଉ ଯାହା ବି କିଛି ମୋର ଭୁଲ ରହୁଛି କି ଆଉ ମୁଁ କିଛି କଲେ ବେଟର୍ ହେବ ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ମୁଁ ଆପଣଙ୍କ କମେଣ୍ଟର ଅପେକ୍ଷାରେ ରହିଲି। ଆଶା କରୁଛି ଆପଣମାନେ ମୋତେ ବହୁତ ପରିମାଣରେ ସ୍ନେହ ଭଲ ପାଇବା ଦେବେ। ଆଉ এই ଭିଡ଼ିଓଟିକୁ ନେବେ ଏଇଠି ଶେଷ କରୁଛି, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ।